ଆମେ ଆସିଥିଲୁ କଳିଙ୍ଗ ଷ୍ଟୁଡ଼ିଓ ଘରକୁ। କଣ ନା ଟିକେ କହିଦେଲେ? ମୋ ନାଁ ଅନୁସୂୟା ମହାନ୍ତି। ଆଚ୍ଛା, ଆଜି କଣ ଯେ ଆପଣ ରାଜୁର ଭାଇଙ୍କ ପାଇକି ଆସିଥିଲେ? ନାଇଁ ଆମେ ଶୁଣିଲୁ ଭାଇଙ୍କର, ତାପରେ ମୋବାଇଲରେ ଟିକେ ଦେଖିଲୁ ତ, ଆଉ ଭାଇଙ୍କର ଫିଲ୍ମଟା ରିଲିଜ୍ ହେଉଛି ସରିଲା ଭୁବନେଶ୍ୱର। ତାପରେ ସେଇ ଖୁସିରେ ଟିକେ ଆସିଲୁ, ଗ୍ରୁପ୍ରେ ସବୁ ଫୋନ୍ କରି କଥାବାର୍ତ୍ତା ହେଇକି ଆସିଛୁ। ଆସିକି ଅପେକ୍ଷା କରିଥିଲୁ ଭାଇଙ୍କ ସକାଳୁ, ଏବେ ଆସିକି ପହଞ୍ଚିଲେ। ଆଚ୍ଛା, ଆପଣ କେତେ ଜଣ ଖଣ୍ଡେ ଆସିଥିଲେ? ଆଜି 7 ଜଣ ଆସିଛୁ ଆଉ। ଆଚ୍ଛା, ଆପଣଙ୍କ ସବୁବେଳେ ଆପଣଙ୍କୁ ଭାଇ ସାହାଯ୍ୟ କରନ୍ତି? ହଁ, କରନ୍ତି। ଆଚ୍ଛା, ଭାଇଙ୍କୁ ଯେତେବେଳେ ଆପଣ ଜାଣିବାକୁ ଦଉଛନ୍ତି ଯେ ଫିଲ୍ମଟି ଆସୁଛି, ଭାଇଙ୍କୁ କଣ କହିବେ? ଭାଇଙ୍କୁ କେମିତି ଆଶୀର୍ବାଦ ଦେବେ? ଯେ ଭାଇ ଆଗକୁ ଆଗକୁ କିଛି ସେମିତି ଡେଭଲପ୍ କରୁଥାନ୍ତୁ, ସେମିତି ଆମ ପାଇଁ ହାତ ବଢ଼େଇ ଚାଲିଥାନ୍ତୁ। ଆଚ୍ଛା, ଭାଇ କଣ ଭଲ ନା ଖରାପ? ନାଇଁ, ବହୁତ ଭଲ। କେମିତି ଆପଣ କହିଦେଲେ ଆମେ ବିଶ୍ୱାସ କରିଛୁ? ନାଇଁ, ସେ ଆମକୁ ବହୁତ ସବୁଥିରେ ସାହାଯ୍ୟ କରନ୍ତି। ସେ ସବୁ ଅସୁବିଧା ଯେତେ ବଡ଼ ଇଏରେ ଆସେ, ଯେତେ ଝଡ଼ ଆସେ, ସବୁଥିରେ ଆମକୁ ସାହାଯ୍ୟ କରନ୍ତି। ଆଚ୍ଛା, ସେ ବହୁତ ଭଲ। ଆମର ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏତେ ହିରୋ ଅଛନ୍ତି, ଆପଣଙ୍କୁ କିଏ ଭଲ ଲାଗନ୍ତି? ସେମିତି ତ ସମସ୍ତଙ୍କୁ ଦେଖିଛୁ, କାହାକୁ ଭଲ, କିନ୍ତୁ ଆମକୁ ଭାଇକି ଭଲ ଲାଗେ। କିଏ, ତାଙ୍କ ନାଁ କଣ? ରାଜବୀର ଭାଇ। ଆଚ୍ଛା, ଆଉ କଣ ଆଜି ଖାଉଥିଲେ ଆପଣ? ଆଣିକି ଦେଇଥିଲେ ଲକ୍ଷ୍ମୀ ମନ୍ଦିରରୁ, ପ୍ରସାଦ ଦେଇଥିଲେ ଖାଇବା ପାଇଁ। ଆଚ୍ଛା, ମୋ ନାଁ ରିକୁ ମିଶ୍ର। ମୁଁ ବଡ଼ମ୍ବା ନରସିଂହପୁରରୁ ଆସିଛି। ମୋର ଘର ପାଳାଖେଣ୍ଡି ଯେ, ଭାଇ ମୋତେ ନରସିଂହପୁରରେ ସେଇଠି ରଖେଇଛନ୍ତି। ମୁଁ ନରସିଂହପୁରରେ ରହିଛି। ଗୋଟେ ଘର ଗାଡ଼ିକି ଭାଇ ମୋତେ ସେଇଠି ରଖିଛନ୍ତି। କେମିତି କଣ ଆପଣ ଭାଇକି ଚିହ୍ନିଲେ? ଭାଇ ମୋ ପାଇଁ, ମାନେ ମୁଁ ମେଡ଼ିକାଲରେ ଯେତେବେଳେ ଡିସଚାର୍ଜ ହେଇକି ଆସିଲି, ଭାଇ ମୋ ପାଖରେ ଛିଡ଼ା ହେଇଛନ୍ତି। କୋଭିଡ଼ ଟାଇମ୍ ବେଳୁ ଯେତେବେଳେ ମେଡ଼ିକାଲ ଡିସଚାର୍ଜ ହେଇକି ଆସିଲି, ମୁଁ ତେଲ କଡ଼େଇରେ ପଡ଼ିଯାଇଥିଲି। ଭାଇ ସେତେବେଳେ କୋଭିଡ଼ରେ ଆସିକି ମୋ ପାଖରେ ଛିଡ଼ା ହେଇଛନ୍ତି ଏବେ ଯାଇ। ଭାଇ ଯେତେବେଳେ କୋଭିଡ଼ରେ ସବୁ ମାନେ ଦେଉଥିଲେ, ସବୁ ମାନେ ଡୋନେଟ୍ ଦେଉଥିଲେ, ଯେତେବେଳେ ଭାଇଙ୍କ ନମ୍ବର ଏମିତି ଜଣେ ଦେଇଥିଲେ, ଭାଇଙ୍କୁ କଲ୍ କରିଥିଲି। ଭାଇ ଆସିକି ମୋ ପାଖରେ ଛିଡ଼ା ହେଇଥିଲେ। ଆଜି କଣ ପାଇଁ ଆସିଥିଲେ ଆପଣ? ଆଜି ଭାଇଙ୍କର ଗୋଟେ ଦମଦାର ପିକ୍ଚର ଗୋଟେ ହେଉଛି ରିଲିଜ୍, ସାଲାମ ଭୁବନେଶ୍ୱର। କେମିତି ଜାଣିଲେ ଆପଣ ସଲାମ ଭୁବନେଶ୍ୱର ଆସୁଛି ବୋଲି? ମାନେ ଭାଇଙ୍କର ମୋବାଇଲ ଦେଖି, ଭାଇଙ୍କର ମୋବାଇଲ ଦେଖିକି ଆମେ ଜାଣିଛୁ ଯେ ଅଛୁ ବୋଲି। ରିଲିଜ୍ ହେବ 26 ତାରିଖରେ। ଆଚ୍ଛା, ଆପଣ କେମିତି କଣ ଚଳୁଛନ୍ତି? ରାଜବୀର ଭାଇ ଏବେ ଘର ଭଡ଼ାଟା ଟିକେ ସାହାଯ୍ୟ କରୁଛନ୍ତି। ଏବେ ଆଉ ଭାଇ କହିଛନ୍ତି ଗୋଟେ ଦୋକାନ କରେଇଦେବେ ରିଲିଜ୍ ତାଙ୍କର, ସେ ନୂଆ ରିଲିଜ୍ ପରେ। ଏମିତି ଚଳୁଛି ଆଉ। ଆଚ୍ଛା, ଆପଣଙ୍କୁ କାହିଁକି ରାଜବୀର ଭାଇ ସାହାଯ୍ୟ କଲେ? ରାଜବୀର ଭାଇ ସିଏ ତ ଗୋଟେ ଭଗବାନ, ଆମେ ଆଉ କ'ଣ କହିବୁ। ତାଙ୍କ ଫିଲ୍ମ ପାଇଁକା ଆପଣ ପ୍ରଥମ ପିକ୍ଚର ଦେଖିଥିଲେ ଅରୁନ୍ଧତୀ ପିକ୍ଚର। ଅରୁନ୍ଧତୀ ପିକ୍ଚର ଦେଖିଲି, ତାପରେ ହକଷ୍ଟାର ନେଇଥିଲା, ହକଷ୍ଟାରରେ ବି ଦେଖିଲି। ବହୁତ ବଢ଼ିଆ ଅଛି। ସଲାମ ଭୁବନେଶ୍ୱର କଣ ଲାଗୁଛି? ସଲାମ ଟିଜର ଦେଖି ବହୁତ ବଢ଼ିଆ ଲାଗୁଛି। ଫାଇଟିଂ ଭାଇଙ୍କର ସିକ୍ସ ପ୍ୟାକ୍ ବଡି ବହୁତ ବଢ଼ିଆ ଲାଗୁଛି। ଆଚ୍ଛା, ଏଇ ଭାଇକୁ କଣ ଅନେକ ସାରା ରୋଷ୍ଟର ମାନେ ପଛରେ ଭୋକୁଥିବେ, କେତେ ଭୋକି ଯାଉଥିବେ, ଭାଇ ଆଗକୁ ବଢ଼ି ଯାଉଥିବେ। ସିକ୍ସ ପ୍ୟାକ୍ ବାଲା ଗୋଡ଼ ଝିକିବା ବାଲା କିଏ ଅଛି? ଗୋଡ଼ ଝିକିଲା ବେଳକୁ ପଛ ଆଡ଼େ ଖାଇଯାଇଛି ଆଉ ଗୋଟେ। ଭାଇ ସାଇଲେଣ୍ଟ କାଇଁ ରହୁଛନ୍ତି? ରୋଷ୍ଟର ମାନେ ଏତେ କଥା କହୁଛନ୍ତି, ଭାଇ କହୁଛନ୍ତି ହଉ ସେ କୁହନ୍ତୁ କିଛି ଅସୁବିଧା ନାହିଁ। ଭାଇ ବାହାରକୁ ସାଇଲେଣ୍ଟ, ଭିତରେ ପୁରା ଭାଇଲେଣ୍ଟ। ଆଚ୍ଛା, ସେମାନେ କଣ ଭିତରେ ରାଗ ରଖିଛନ୍ତି ସେମାନଙ୍କ ଉପରେ? ନାଇଁ, ସେମାନଙ୍କ ଉପରେ ରାଗ ନାହିଁ, ମାନେ ଭାଇଲେଣ୍ଟ, ମାନେ ତାଙ୍କ ପିକ୍ଚର ଏମିତି ରୋଷ୍ଟ କରିଥାନ୍ତୁ, ଭାଇ ଆଗକୁ ବଢୁଥାନ୍ତୁ। ଆଚ୍ଛା, ତାଙ୍କୁ କିଛି ଗାଳି ମନ୍ଦ କରିବା ଦରକାର ନାହିଁ। ସେମାନଙ୍କୁ କ'ଣ ଗାଳି କରିବ? ହେ ଭୋକୁଥିବେ, କୁକୁର ଛେ କରିଦେଲେ ସିଏ ପଳେଇ ଯାଉଥିବ। ଭାଇ, ଆପଣଙ୍କ ସହିତ ଅନେକ ସାରା ଦିବ୍ୟାଙ୍ଗ ବ୍ୟକ୍ତିମାନେ ଅଛନ୍ତି। ଆଜି ବି ଆପଣ ଅନେକ ସାରା ଆୟୋଜନ ତାଙ୍କ ପାଇଁ କରିଛନ୍ତି। ଯେ ଏ ଆୟୋଜନ କ'ଣ ପାଇଁ, ଆଉ ଆଜି କ'ଣ ପାଇଁ ଏମାନେ ଏତେ ଜଣ ହେଇକି ଆସିଛନ୍ତି ଆପଣଙ୍କ? ଏମାନେ କାହା ପାଇଁ ଦିବ୍ୟାଙ୍ଗ ହେଇପାରନ୍ତି, କିନ୍ତୁ ମୋ ପାଇଁ ଚଳନ୍ତି ଭଗବାନ। ମୁଁ ଯଦି ଆଜି ଏଇ ଜାଗାରେ ପହଞ୍ଚିଛି, ମୋ ମା ବାପା ଜନ୍ମ କରିଦେଲେ, କିନ୍ତୁ କର୍ମ ହିଁ ଭଗବାନ। ମୁଁ ସବୁବେଳେ ଭାବେ ଏଇମାନେ ହିଁ ପ୍ରକୃତ ଚଳନ୍ତି ଭଗବାନ। ଭଗବାନ ଆଜିକାଲି ଦେଖନ୍ତୁ, ଆମେ ମନ୍ଦିର ଯାଉଛେ, ଏତେ କରପ୍ଟେଡ଼ ହେଇଗଲାଣି। ମନ୍ଦିରରେ ଯଦି କିଏ ଗୋଟେ ମୁଣ୍ଡିଆ ବି ମାରୁଛି, ସେଥିରେ ଭଗବାନଙ୍କ ସହିତ ବିଜନେସ୍ ଡିଲ୍ କରୁଛି। କିନ୍ତୁ ଏ ମଣିଷ ବୁଝିପାରୁନାହାନ୍ତି ଯେ ଠାକୁର କେବେ କହିନାହାନ୍ତି ଯିଏ ସମଗ୍ର ବିଶ୍ୱ ଠାକୁରଙ୍କର, ଆମେ ଠାକୁରଙ୍କୁ କ'ଣ ଦେଇକି ସନ୍ତୁଷ୍ଟ କରିବା? କେବଳ ଆତ୍ମାରୁ ଗୋଟେ ମୁଣ୍ଡିଆ ମାରନ୍ତୁ, ଆତ୍ମାର ଅନ୍ତର ଆତ୍ମାରୁ ଭଗବାନଙ୍କୁ ଡାକନ୍ତୁ, ସେତିକି। ଆଉ ଭଗବାନଙ୍କୁ ଏତେ ଭୋଗ, ଏତେ ବଡ଼ ହୋମ କରିଦେଲେ ଭଗବାନ କେବେ ଶାନ୍ତି ହେଇଯିବେନି। ଆଉ ତାହା ହେଇଥିଲେ
ଆପଣମାନେ ଜାଣିଥିବେ ଏ ଯେଉଁ ଆମର ମରିଗଲେ ଯେଉଁ ଶନି ମନ୍ଦିରକୁ ଯାଇକି ଏତେ ବଡ଼ ଯେଉଁ ନବଦାସ ଶନି ମନ୍ଦିରକୁ ଯାଇକି ଏତେ କୋଟି ଟଙ୍କାର ଗୋଟେ ଢାଳ ଦେଇଥିଲେ, କିନ୍ତୁ ଆସିଲା ପରେ ମରିଗଲେ କେମିତି? ଯଦି ଠାକୁର ଯଦି ଶାନ୍ତି ହେଇଥାନ୍ତେ ତାହେଲେ ଗୋଟେ ଲୋକ ମରିଥାନ୍ତା କେମିତି? ତେଣୁକରି ଆପଣଙ୍କ ଜରିଆରେ ସମଗ୍ର ଓଡ଼ିଶାବାସୀଙ୍କୁ ମୁଁ ବିନମ୍ର ଭାବରେ ମୁଁ ଅନୁରୋଧ କରୁଛି, ଆପଣମାନେ ଚଳନ୍ତି ଭଗବାନଙ୍କର ସେବା କରନ୍ତୁ ଦେବଦୂତ ସାଜି, ନିଶ୍ଚିତ ତା'ର ଫଳ ପାଇବେ। ଆଉ ମୁଁ ଯଦି ଆଜି ଏଇଠି ପହଞ୍ଚିଛି, ଏଇ ଆମର ଗୋଟେ ଗ୍ରୁପ୍ ଅଛି, ଆମର ଗୋଟେ ପରିବାର ଅଛି 10-12 ଜଣଙ୍କ ଭିତରେ। କାରଣ ଦେଖନ୍ତୁ ମୋର ସକ୍ଷମ ଯେତିକି ମୁଁ ସେତିକି ଭିତରେ ଗୋଟେ ଲିମିଟେଡ଼୍ ଗୋଟେ ପରିବାର ଭଳିଆ ଆମେ ଅଛୁ। ତାଙ୍କ ସୁଖ ଦୁଃଖରେ ମୁଁ ବାହାରେ, ମୋର ସୁଖ ଦୁଃଖରେ କିଏ ଖାଲି ମାନେ ପଇସା ହେଲ୍ପ କରିଦେଲେ, ବାହୁବଳ ଦେଖେଇଦେଲେ କିଏ ସେଇଟାକୁ ହେଲ୍ପ କୁହାଯାଏନି। ଏମାନେ ଯେଉଁ ଆସିକି ମୋ ପାଖରେ ପହଞ୍ଚି ଯାଉଛନ୍ତି ସେଇଟା ହିଁ ମୋର ଖୁସି। ଆଉ ସେ ଭିତରୁ ମୋର ଗୋଟେ ଧରମ ଭଉଣୀ ବି ଏଇଠି ଅଛି, 2 ବର୍ଷ ହେଲା ସେ ମୋର ଭଉଣୀ ହେଇକି ରହିଛି। ତା'ର ସୁବିଧା ଅସୁବିଧା ଭଲ ମନ୍ଦ ସବୁ ସିଏ ସେୟାର କରେ। ଆଜି ବି ଏଇଠିକି ଆସିଛନ୍ତି, ମୋତେ 2 ଘଣ୍ଟା ୱେଟ୍ ବି କଲେଣି। ଯାଉ ଏବେ ଆସିକି ଆମେ ପହଞ୍ଚିଲା ପରେ ବହୁତ ଖୁସି ଅନୁଭବ ହେଉଛି। ଦେଖିବା ଯେ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ କିଛି ହିରୋ ଭିଲିଆନ୍ ଏମାନେ ସବୁ ଯେତେବେଳେ କାମ କରନ୍ତି ତ ଗରିବମାନଙ୍କୁ ଟିକେ ନିଚ ଆଖିରେ ଦେଖନ୍ତି। ଦେଖନ୍ତୁ ସେଇଟା ଗୋଟେ ମଣିଷତ୍ୱ ସଂସ୍କାର, ଯାହାର ପ୍ରକୃତ ମା ବାପା ସଂସ୍କାର ଶିଖେଇଥିବେ ସେ କେବେ ସେମିତିଆ ବିହେଭ୍ କରିବେନି। କାରଣ ଦେଖନ୍ତୁ କୋରୋନା ଟାଇମ୍ରେ ମୁଁ କାହିଁ ମୋ ନିଜ ଆଖିରେ ଦେଖିବାକୁ ପାଇଲିନି ଫିଲ୍ମ, ଏତେ ବଡ଼ ଇଣ୍ଡଷ୍ଟ୍ରି ଫିଲ୍ମ ଇଣ୍ଡଷ୍ଟ୍ରି, ଯେଉଁମାନେ ଫିଲ୍ମ ଦେଖିଲେ ଗୋଟେ ଆକ୍ଟର ହଉ, ଗୋଟେ ପ୍ରଡ୍ୟୁସର ହଉ, ଡିରେକ୍ଟର ହଉ, ଏମାନେ ଚଳୁଛନ୍ତି, କିନ୍ତୁ ସେଇ ଟାଇମ୍ରେ ମୁଁ କାହିଁ ଦେଖିବାକୁ ପାଇଲିନି କିଏ ଗୋଟେ ବାହାରକୁ ବାହାରିକି କିଏ ଗରିବ ଲୋକମାନଙ୍କୁ ହେଲ୍ପ କରୁଛି। ଜ୍ୱଳନ୍ତା ଉଦାହରଣ ଗୋଟେ ଯେତେବେଳେ ମନ୍ଦିର ବନ୍ଦ ହେଇଗଲା, ମାର୍କେଟ ବନ୍ଦ ହେଇଗଲା, ଯେଉଁ ଭିକାରୀମାନେ ଅସହାୟ ଲୋକମାନେ ସେମାନେ ଚଳିବେ କେମିତି, ଖାଇବେ କ'ଣ? ଆପଣମାନେ କେବେ ବି ଟିକେ ଭାବିଛନ୍ତି? ଗୋଟେ ବ୍ରେଡ଼କୁ 2 ଦିନ ଧରିକି ଗୋଟେ ଅସହାୟ ଲୋକ ଭିକାରୀମାନେ ଖାଇଛନ୍ତି। ମୁଁ ପର୍ ଡେ ଦେଖନ୍ତୁ କିଏ କରିକି ତ କହିବା ଉଚିତ ନୁହେଁ, କିନ୍ତୁ ଅନ୍ତର ଆତ୍ମାରୁ ଏଇ ଜିନିଷ ଗୁଡ଼ା ବାହାରି ପଡ଼ୁଛି କେମିତି। ମୁଁ ନିଜେ ନିଜ ମରଣକୁ ଖାତିର ନ କରି ଯେତେବେଳେ ଲୋକମାନେ ଡୋର ଦେଇକି ଘର ଭିତରୁ ବାହାରୁ ନଥିଲେ, ସେଇ ଟାଇମ୍ରେ ମୁଁ ଦୀର୍ଘ 1.5 ବର୍ଷ କାଳ ପର୍ ଡେ 250 ଅସହାୟ ଲୋକଙ୍କୁ ମୁଁ ଖାଇବାକୁ ଦେଇଛି। ତା'ମାନେ ଗରିବ ଲୋକକୁ ନୁହଁ, କେବଳ ଅସହାୟ ଲୋକକୁ, ଯେଉଁମାନଙ୍କର ହାତ ଗୋଡ଼ ନଥିବ, ଯେଉଁମାନେ ସକ୍ଷମ ନାହିଁ ରୋଜଗାର କରିବା ପାଇଁ, ସେଇମାନଙ୍କୁ। ଦେଖନ୍ତୁ ମୋତେ ବି ଗୋଟେ ଟାଇମ୍ ଆସିଛି, ମୋତେ ଭୟ ଲାଗିଗଲା। କାରଣ ଗୋଟେ ଦିନ ମୁଁ ବାବା ମାମାଙ୍କର ଗୋଟେ ପୁଅ, ଯେତେବେଳେ ଗୋଟେ ଦିନ ଯେତେବେଳେ ଭ୍ୟାକ୍ସିନ୍ ନେଇନି, ଯେତେବେଳେ ମୋର 2ଟା ସାଙ୍ଗ ମରିଗଲେ, ମୁଁ ଗୋଟେ ଦିନ ଭୟରେ ଆସିଲିନି। ମୋତେ ବି ଡର ଲାଗିଛି। ଦେଖନ୍ତୁ ନିଜେ ବଞ୍ଚିଲେ ବାପାର ନାଁ ଯେଉଁ ଗୋଟେ ଢଗ ଗୋଟେ ଅଛି, ମୋତେ ବି ଡର ଲାଗିଲା। ମୁଁ ଯେଉଁ ଗୋଟେ ଦିନ ଆସିଲିନି, କିନ୍ତୁ ତା ପରଦିନ ଯେତେବେଳେ ମୋ ପାଖକୁ ଫୋନ୍ କଲା, ମୁଁ ଯେତିକି ଲୋକକୁ ଦେଉଥିଲି ଖାଇବା ପାଇଁ ଅସହାୟ ଲୋକମାନଙ୍କୁ, ସେମାନେ ସେଦିନ ମୋତେ ୱେଟ୍ କରିକି ଭୋକରେ ରହିଛନ୍ତି। ତାପରେ ମନେ ମନେ ଭାବିଲି, ମୋ ଯୋଗୁଁ ଭୋକରେ ରହିଲେ କ'ଣ କରିବା। ମୁଁ ନା, ମୁଁ ପଛେ ଯାହା ବି ହେବି, କିନ୍ତୁ ତାଙ୍କୁ ମୁଁ ଖାଇବାକୁ ଦେବି। ଯାହା ବି ହେବ ଦେଖାଯିବ, ଭଗବାନ ଅଛନ୍ତି। ଭଗବାନଙ୍କୁ ଗୋଟେ ମୁଣ୍ଡିଆ ମାରି ମୁଁ ସେମିତି ଆରମ୍ଭ କଲି। ଆମ ଘରେ ବି ଡରି ଯାଇଥିଲେ। ମୋତେ ଘରେ ବି ମୁଁ କୁହେନି ମୁଁ ସେଠିକି ଯାଉଛି ବୋଲି, ଅଫିସ୍ ଯାଉଛି କହିକି ମୁଁ ସେଠିକି ପଳାଏ। ଯାଉ ମୁଁ କିନ୍ତୁ ୱାର୍କଆଉଟ୍ ନା କୋରୋନା କିଛି ହେଇନି। ଯିଏ ମରିବାକୁ ଯାହାର ଥିବ ଘରେ ଶୋଇଲେ ବି ସିଏ ମରିବ, ଯାହାର ବଞ୍ଚିବାକୁ ଥିବ ଭଗବାନ ହେଲେ ବି ତାକୁ ମାରିପାରିବେନି। ରିଲିଜ୍ ହେବାକୁ ଯାଉଛି, ଆଉ ନିହାତି ଭାବରେ ଆପଣମାନେ ଦେଖନ୍ତୁ। ନିହାତି ଭାବରେ ମୁଁ ତ ଦେଖନ୍ତୁ ସମସ୍ତେ ନିଜ ଫିଲ୍ମକୁ ଭଲ କହିବେ, ଯେହେତୁ ଏଇଟା ଭୁବନେଶ୍ୱରର ଭାଇଚାରା, ଭୁବନେଶ୍ୱରର କାହାଣୀ, ଗୋଟେ ହିନ୍ଦୁ ମୁସଲିମଙ୍କ ଯେଉଁ ବନ୍ଧୁତ୍ୱ, ଏଇ ଉପରେ ଏଇ ଫିଲ୍ମଟି ଆଧାରିତ ହେଇଛି। କାରଣ ଏ ଫିଲ୍ମ କେବେ ବି ବୋରିଂ ଲାଗିବନି। ତେଣୁକରି ଆପଣମାନଙ୍କୁ ରିକ୍ୱେଷ୍ଟ କରୁଛି, ଆପଣମାନେ ଫିଲ୍ମ ଦେଖନ୍ତୁ, ଢେର ସାରା ଭଲ ପାଇବା ଦିଅନ୍ତୁ। ଜୁଲାଇ 26ରେ ସଲାମ ଭୁବନେଶ୍ୱର ରିଲିଜ୍ ହେବାକୁ ଯାଉଛି। ଦେଖନ୍ତୁ ମୋର ତ ମୁଁ ଆଗରୁ ବି କହିଛି, ଏଇମାନଙ୍କ ଯୋଗୁଁ ମୁଁ ଆଜି ଏଇଠି ପହଞ୍ଚିଛି। ମୁଁ ଯେତେବେଳେ ବି ଅରୁନ୍ଧତୀରେ ବି ଯେଉଁ ଫିଲ୍ମ ରିଲିଜ୍ ହେଲା, ଏମାନେ ସବୁ ଆସିଥିଲେ। ଏଇ ଯେଉଁ ସଲାମ ଭୁବନେଶ୍ୱର ରିଲିଜ୍ ହେବ, ଆଗ ଏମାନେ ଯିବେ, ତାପରେ ଆଉ ଯାହା ହେବ, କିନ୍ତୁ ଏମାନଙ୍କୁ ନିଶ୍ଚିତ ଭାବରେ ସମସ୍ତେ ଆସିବେ। ନୂଆ ଖବର ଜାଣିବା ପାଇଁ ଆମ LN TVକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ। LN TV, ସ୍ୱର ଆପଣଙ୍କର।